ମହୁମାଛି କାମୁଡ଼ିଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ଥଣ୍ଡା, ବି ଆଖି ସମସ୍ୟା, ବି କଳାଜ୍ୱର, ସି ଚର୍ମରୋଗ। ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ସି କଳାଜ୍ୱର। ମହୁମାଛି କାମୁଡ଼ିଲେ କଳାଜ୍ୱର ରୋଗ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶର ଲୋକମାନେ ସବୁଠାରୁ ଅଧିକ ପାଠ ପଢ଼ିଛନ୍ତି? ଅପସନ୍ ଏ ଶ୍ରୀଲଙ୍କା, ବି ଭାରତ, ସି କାନାଡ଼ା, ଡି ଅଷ୍ଟ୍ରେଲିଆ। ଯଦି ଏହି ପ୍ରଶ୍ନର ଉତ୍ତର ଜାଣିଛନ୍ତି କମେଣ୍ଟ ବକ୍ସରେ ଉତ୍ତର ଦିଅନ୍ତୁ। ପ୍ରତିଦିନ ସକାଳୁ କେଉଁ ପତ୍ର ଖାଇଲେ ମଣିଷର ବୃଦ୍ଧି ପ୍ରଖର ହୋଇଥାଏ? ଅପସନ୍ ଏ ପାଳକ, ବି ସଜନା ଶାଗ, ସି କୋବି, ଡି କଲରା। ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଏ ପାଳକ। ପ୍ରତିଦିନ ସକାଳୁ ପାଳକ ପତ୍ର ଖାଇଲେ ମଣିଷର ବୃଦ୍ଧି ପ୍ରଖର ହୋଇଥାଏ। ଅତ୍ୟଧିକ ରସୁଣ ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଥଣ୍ଡା, ବି କବଜ, ସି କଳାଜ୍ୱର, ଡି ଚର୍ମରୋଗ। ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ବି କବଜ। ଅତ୍ୟଧିକ ରସୁଣ ଖାଇବା ଦ୍ୱାରା କବଜ ରୋଗ ଠିକ୍ ହୋଇଥାଏ। ବାହାଘର ପ୍ରଥା କେଉଁ ଦେଶରେ ଆରମ୍ଭ ହୋଇଥିଲା? ଅପସନ୍ ଏ ଚୀନ, ବି ଆଫ୍ରିକା, ସି ଭାରତ, ଡି ସୁଇଜରଲ୍ୟାଣ୍ଡ। ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ସି ଭାରତ। ବାହାଘର ପ୍ରଥା ଭାରତ ଦେଶରେ ଆରମ୍ଭ ହୋଇଥିଲା। କେଉଁ ଡାଲି ଖାଇବା ଦ୍ୱାରା କିଡ୍ନୀ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ମୁଗ ଡାଲି, ବି ବିରି ଡାଲି, ସି କୋଳଥ ଡାଲି, ଡି ବୁଟ ଡାଲି। ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ସି କୋଳଥ ଡାଲି। କୋଳଥ ଡାଲି ଖାଇବା ଦ୍ୱାରା କିଡ୍ନୀ ରୋଗ ଠିକ୍ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ହାତୀର କେତୋଟି ଦାନ୍ତ ରହିଥାଏ? ଅପସନ୍ ଏ 18ଟି, ବି 20ଟି, ସି 22ଟି, ଡି 26ଟି। ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଡି 26ଟି। ହାତୀର 26ଟି ଦାନ୍ତ ରହିଥାଏ। ବର୍ତ୍ତମାନ ଓଡ଼ିଶାର କେତୋଟି ଜିଲ୍ଲା ଅଛି? ଅପସନ୍ ଏ 27ଟି, ବି 28ଟି, ସି 29ଟି, ଡି 30ଟି। ଯଦି ଏହି ପ୍ରଶ୍ନର ଉତ୍ତର ଜାଣିଛନ୍ତି କମେଣ୍ଟ ବକ୍ସରେ ଉତ୍ତର ଦିଅନ୍ତୁ। କେଉଁ ପରିବା ରସ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ? ଅପସନ୍ ଏ ପୋଇ, ବି କଖାରୁ, ସି ଆଳୁ, ଡି କଲରା। ଯଦି ଏହି ପ୍ରଶ୍ନର ଉତ୍ତର ଜାଣିଛନ୍ତି କମେଣ୍ଟ ବକ୍ସରେ ଉତ୍ତର ଦିଅନ୍ତୁ। କେଉଁ ଫଳ ଖାଇବା ଦ୍ୱାରା ଚୁଟି ଝଡ଼ିବା ବନ୍ଦ ହୋଇଥାଏ? ଅପସନ୍ ଏ କମଳା, ବି ବାଦାମ, ସି କଦଳୀ, ଡି ଅଁଳା। ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଡି ଅଁଳା। ଅଁଳା ଫଳ ଖାଇବା ଦ୍ୱାରା ଚୁଟି ଝଡ଼ିବା ବନ୍ଦ ହୋଇଥାଏ।